ଗନ୍ଧହୀନ ଫୁଲ ଶୋଭା ପାଏ ସିନା, ଭ୍ରମର ନ ଯାଏ ପାଶ। ରୂପର ପସରା ଥାଇ କେଉଁ ଲାଭ, ଗୁଣ ନହେଲେ ପ୍ରକାଶ। ସ୍ୱଭାବ କର ମାର୍ଜିତ, ଗୁଣୀ ଜ୍ଞାନୀ ସାଧୁ ପଣ୍ଡିତ ସମାଜେ ନିଶ୍ଚୟ ହେବ ପ୍ରଶଂସିତ। ବାହ୍ୟ ଆଡ଼ମ୍ବର, ବାହ୍ୟ ପରିପାଟି, ବାହ୍ୟ ରୂପଚର୍ଯ୍ୟା ଶରୀରର ସୌନ୍ଦର୍ଯ୍ୟତାକୁ ଅତି ମନଲୋଭା ଓ ଆକର୍ଷଣୀୟ କରିଥାଏ ସତ, ହେଲେ ଅନ୍ତର୍ନିହିତ ମାନବୀୟ ଗୁଣାବଳୀ, ନୀତି ଆଦର୍ଶ, ନିଷ୍ଠା, ନମ୍ରତା, ଦୟା, ଧର୍ମ, ସଂସ୍କାରକୁ ପରିମାର୍ଜିତ କରିନଥାଏ କି ଜୀବନଶୈଳୀକୁ ଉଚିତ ଦିଗ୍ଦର୍ଶନ ଦେଇନଥାଏ। ଅନ୍ତର୍ଶୁଦ୍ଧି ନଥାଇ ବାହ୍ୟ ଚାକଚକ୍ୟର କୌଣସି ମୂଲ୍ୟ କଳନା କରିବା ବୃଥା ଏବଂ ନିରର୍ଥକ। ଯେପରି ଗନ୍ଧହୀନ ପଲାଶ ଫୁଲ ରୂପର ପସରା ମେଲି ସମସ୍ତଙ୍କୁ ଆକୃଷ୍ଟ କରିଥାଏ ସତ, ହେଲେ ତା ଭିତରେ ଥିବା ପୂତିଗନ୍ଧ ପାଇଁ ସାମାନ୍ୟ ଭ୍ରମର ବି ତା ପାଖ ମାଡ଼େ ନାହିଁ। ତେଣୁ ବାହ୍ୟ ଆଭୂଷଣ ରୂପର ସୌନ୍ଦର୍ଯ୍ୟତାକୁ ଗୁରୁତ୍ୱ ନ ଦେଇ ଅନ୍ତର୍ନିହିତ ସ୍ୱଭାବ ଓ ଲୁକ୍କାୟିତ ଗୁଣାବଳୀକୁ ପରିମାର୍ଜିତ ଓ ଜାଗ୍ରତ କରିପାରିଲେ ସଂସାରରେ ନିଜର ଜନ୍ମଜାତକକୁ ସାର୍ଥକ କରିପାରିବା ସହିତ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିବା। ତାହେଲେ ଅଳ୍ପ କଥା ଅନେକ ବାର୍ତ୍ତାକୁ ଏଇଠାରେ ରଖୁଛି। ଆଶା ଓ ବିଶ୍ୱାସ ମୋର ଏ ଛୋଟିଆ ପ୍ରୟାସ ଆପଣଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟାରେ କିଞ୍ଚିତ୍ କାର୍ଯ୍ୟରେ ଆସିପାରିଲେ ନିଜକୁ ଧନ୍ୟ ମନେ କରିବି। ରହୁଛି। ନମସ୍କାର। ଜୟ ଜଗନ୍ନାଥ।